ବିଜିଗୋଳ ଗ୍ରାମରେ ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଯାତ୍ରା ମହାଡମ୍ବରରେ ପାଳନ ହେଉଛି। ଗ୍ରାମର ଶ୍ରୀରାମ ମନ୍ଦିରରେ ଚାଲିଛି ହୋମ ଯଜ୍ଞ ନାମ ସଂକୀର୍ତ୍ତନ। ଆଜି ରାମ ଭକ୍ତଗଣ ପ୍ରଭୁଙ୍କୁ ଦର୍ଶନ ପାଇଁ ଆକୁଳ ହୋଇଛନ୍ତି। ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ପାଇଁ କଳସ ଯାତ୍ରା ହେବା ସହିତ ଜଳ ଆଣି ଭଗବାନ ଶ୍ରୀରାମଙ୍କ ନିକଟରେ ରଖାଯାଇଥିଲା। ଦିନ ସାରା ପ୍ରଭୁ ଶ୍ରୀରାମଙ୍କୁ ଆନନ୍ଦ ଉଲ୍ଲାସରେ ଦର୍ଶନ କରୁଛନ୍ତି ଭକ୍ତ ବତ୍ସଳ। ଆଜି ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ରାମଲାଲାଙ୍କ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ବିଳାସପୂର୍ଣ୍ଣରେ ଭକ୍ତ ବତ୍ସଳ ଭାବବିହ୍ୱଳ ହେଉଛନ୍ତି ରାମଲାଲାଙ୍କୁ ଦେଖି। ଦୀର୍ଘ 500 ବର୍ଷ ପରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେଲେ। ଆଜି ପୃଥିବୀର ପ୍ରତ୍ୟେକ ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ଉତ୍ସବ ପାଳନ ହେଉଛି ମହାଡମ୍ବରରେ। ଏହି ଆନନ୍ଦର ମୁହୂର୍ତ୍ତକୁ ସବୁ ରାମଭକ୍ତ ଚାହିଁ ରହିଥିଲେ। ବର୍ତ୍ତମାନ ମୁଁ ଅପରାହ୍ନ ଜିଲ୍ଲା ପ୍ରତିନିଧି ଦେବାଶିଷ ସାହୁ ଅନୁଗୁଳ ଜିଲ୍ଲା ବିଜିଗୋଳ ଗ୍ରାମ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ଏବଂ ଗ୍ରାମ ଶୋଭାଯାତ୍ରାର ଦୃଶ୍ୟ ଦେଖାଉଛି। ଗ୍ରାମ ସଭାପତି ଗ୍ରାମର ପ୍ରତ୍ୟେକ ସଭ୍ୟ ଯୁବଗୋଷ୍ଠୀଙ୍କ ଆପ୍ରାଣ ଉଦ୍ୟମରେ ଶାନ୍ତି ଶୃଙ୍ଖଳାରେ ପାଳନ ହେଉଛି ଶ୍ରୀରାମ ନବମୀ ବିଜିଗୋଳ ଗ୍ରାମର ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ଯାତ୍ରା ପଡ଼ିଆରେ। ଗେରୁଆମୟ ହୋଇଛି ବିଜିଗୋଳ ଗ୍ରାମ। ଶୋଭାଯାତ୍ରାରେ ସାମିଲ ଅଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଆହୁରି ମଧ୍ୟ ସାଉଣ୍ଡ, ଡିଜେ, ମ୍ୟୁଜିକ, ଘଣ୍ଟୁଆ, ଗୋପାଳପୁରୀରୁ ଆସିଥିବା ଭଜନରେ ନୃତ୍ୟ ପରିବେଷଣ ବିଭିନ୍ନ କଳାକାରଙ୍କ ଛଦ୍ମବେଶ ମନ୍ତ୍ରମୁଗ୍ଧ କରୁଥିଲା ରାମ ଭକ୍ତଙ୍କୁ। ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଥିଲା ବିଜିଗୋଳ ଶୋଭାଯାତ୍ରା ଓ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ଗ୍ରାମ ପରିକ୍ରମା। ଆହୁରି ମଧ୍ୟ ସିଦ୍ଧାର୍ଥ ଟିଭି ଚ୍ୟାନେଲରେ ଆସୁଥିବା ଭଜନ କଳାକାର ଶିବ ନନାଙ୍କର ଶ୍ରୀରାମ ବାଣୀ ସହିତ ଭଜନ ସନ୍ଧ୍ୟା, ରାତ୍ରରେ ବାଦଦଣ୍ଡ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ। ଦେଖନ୍ତୁ ଏହି ଦୃଶ୍ୟକୁ। ଅନୁଗୁଳରୁ ଦେବାଶିଷ ସାହୁଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।